ବିଜେଡି ପ୍ରତିଶ୍ରୁତି ଦେଇ କଲା ପ୍ରତାରଣା ଜନଶୁଣାଣିରେ ଅଭିଯୋଗ କଲେ ଗ୍ରାମବାସୀ। ଜଗତସିଂହପୁର ବ୍ଲକ ସଦର ଯଶବନ୍ତପୁର ପଞ୍ଚାୟତ କାଠୁଆପାଟଣା ଗ୍ରାମର ରାସ୍ତା ଦୀର୍ଘ ବର୍ଷ ହେବ ବର୍ଷା ଦିନ ଆସିଲେ ଗାଁ ଦାଣ୍ଡରେ ପାଣି କାଦୁଅ ପଚ ପଚ ଗ୍ରାମବାସୀ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଅନ୍ୟପଟେ ବର୍ଷା ହେଲେ ଗାଁର ପିଲାମାନଙ୍କ ପାଠ ପଢ଼ିବାକୁ ବିଦ୍ୟାଳୟକୁ ନ ଯାଇ ଘରେ ପାଠପଢ଼ା ଠପ୍ କରି ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ଯାହାକୁ ନେଇ ବିଗତ ସରକାର ସମୟରେ ବାରମ୍ବାର ବ୍ଲକ ଅଧିକାରୀ ଓ ବିଧାୟକ ଏବଂ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ କେବଳ ମିଳେ ପୁଳାପୁଳା ପ୍ରତିଶ୍ରୁତି, ପରେ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିଲେ। ଶେଷରେ ନିରୁପାୟ ହୋଇପଡ଼ିଥିବା ବେଳେ ବର୍ତ୍ତମାନ ସରକାର ବଦଳିବା ପରେ ଉକ୍ତ କାଠୁଆପାଟଣା ଶତାଧିକ ଗ୍ରାମବାସୀ ଜଗତସିଂହପୁର ବିଧାୟକଙ୍କ ଜନଶୁଣାଣି ଶିବିରରେ ଗାଁର ଅବସ୍ଥାକୁ ନେଇ କଲେ ଅଭିଯୋଗ। ଅଭିଯୋଗକୁ ଆଧାର କରି ଜଗତସିଂହପୁର ଲୋକପ୍ରିୟ ବିଧାୟକ ଅମରେନ୍ଦ୍ର ଦାସ ଅଭିଯୋଗକାରୀଙ୍କ ସହିତ ଆଲୋଚନା କରି ଘଟଣାସ୍ଥଳକୁ ଯାଇ ଗାଁ ଦାଣ୍ଡର ସମୀକ୍ଷା କରିବା ପରେ ରାସ୍ତା କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀମାନେ ଆଶ୍ୱସ୍ତି ହୋଇଥିଲେ। ତେବେ ଦେଖିବାର ଅଛି କେବେ ରାସ୍ତା କାମ ହେଉଛି। ଜଗତସିଂହପୁର ଜିଲ୍ଲାରୁ ସଂଗ୍ରାମ କିଶୋର ପଟ୍ଟନାୟକଙ୍କ ରିପୋର୍ଟ, ଆୱାଜ ଓଡ଼ିଶା। ଆମେ ଯଶବନ୍ତପୁର ପଞ୍ଚାୟତର କାଠୁଆପାଟଣା ଗ୍ରାମର ଗ୍ରାମବାସୀ ବୃନ୍ଦ ଆମ ଗାଁରେ ବିଗତ ଦିନର ପାଣି ସମସ୍ୟା ଥିଲା, ଯାହାଦ୍ୱାରା କି ବର୍ତ୍ତମାନ ନୂତନ ବିଧାୟକଙ୍କ ପାଖରେ ଆପ୍ଲିକେସନ୍ ଦେଲା ପରେ ସେମାନେ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି 10 ତାରିଖ ଦିନ ସାକ୍ଷାତରେ ବା ଫିଲ୍ଡ ଇନକ୍ୱାରି କଲା ପରେ ତାର ପଦକ୍ଷେପ ନେବା ପାଇଁ ବି ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଆମେ ବହୁ ଖୁସି ଏବଂ ଆଗାମୀ ଦିନରେ ଆମର ପ୍ରତିକାର ହେଉଛି ବୋଲି ଆମେ ବହୁ ଆନନ୍ଦ। ତ ଆମକୁ ଗୋଟେ ଜିନିଷ ଦେଖାହେଉଛି, ଏଇଟା କେବେଠୁ ପଡ଼ି ରହିଛି? ଏଇଟା ଆଜ୍ଞା ବିଗତ 15 ବର୍ଷ ପୂର୍ବରୁ ହେବ ବୋଧେ ପଡ଼ି ରହିଛି। ଲୋକମାନଙ୍କର ବହୁତ ସମସ୍ୟା ଥିଲା, ବିଗତ ବିଧାୟକଙ୍କୁ ଜଣାଇ ଦିଆଯାଇଥିଲା, କିନ୍ତୁ ଏହାର ପ୍ରତିକାର ହୋଇପାରିନଥିଲା। ସେ ଯାହା ହେଉ ବର୍ତ୍ତମାନ ନୂତନ ବିଧାୟକ ଆମ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ କାର୍ଯ୍ୟକ୍ରମ କରିବା ପାଇଁ ଆଗାମୀ ଦିନରେ ଅପେକ୍ଷା କରିବା ପାଇଁ ଆମକୁ ପ୍ରତିଶ୍ରୁତି ପହଞ୍ଚିବେ। ଆପଣଙ୍କର ବିଶ୍ୱାସ ଅଛି ବିଧାୟକ? ଦୃଢ଼ ବିଶ୍ୱାସ ଅଛି। ସେ ନିଶ୍ଚିତ। କାହିଁକି ଏତେ ବିଶ୍ୱାସ କରୁଛନ୍ତି? କାହିଁକି ନା ତାଙ୍କର ସରଳତା ଏବଂ ତାଙ୍କ କାର୍ଯ୍ୟକ୍ରମ ଗୁଡ଼ାକ ଆମ ଲୋକମାନଙ୍କ ମନକୁ ବହୁ ଛୁଇଁ ପାରୁଛି। ସେଥିପାଇଁ ଆମେ ବିଶ୍ୱାସ ରଖୁଛୁ ଯେ ସେ ନିଶ୍ଚିତ ଆମ କାର୍ଯ୍ୟକ୍ରମ ପୂରଣ କରିବେ। କେଉଁଠୁ ଆସିଥିଲେ? ଆପଣଙ୍କ ନାଁ କ'ଣ? ନମସ୍କାର, ମୋ ନାଁ ହେଉଛି ନିରୁପମା ପ୍ରଧାନ। ମୋ ଘର ହେଉଛି ଯଶବନ୍ତପୁର ଆଉ କାଠୁଆପାଟଣାରୁ ମୁଁ ଆସିଛି। ଆମର ଆକ୍ଚୁଆଲି ବହୁତ ରାସ୍ତା ସମସ୍ୟା ଅଛି। 11 ନମ୍ବର ୱାର୍ଡ଼ ଆଉ ଖର୍ଦ୍ଦା ସାହି, ଯେଉଁଠିକି ରାସ୍ତା ବହୁତ ଖାଲ ଅଛି, ଯେଉଁଠି ପାଣି ବର୍ଷା ଦିନେ ଜମିକି ରହୁଛି ଆଉ ମଶା ମାଛି ହେଉଛନ୍ତି, ଯେଉଁଥିରେ ପିଲାମାନେ ବି ବହୁତ ରୋଗ କେନ୍ଦ୍ରରେ ପଡ଼ୁଛନ୍ତି ଆଉ ସ୍କିନ୍ ଡିଜିଜ୍ ବି ହେଉଛି। ଆଉ ସେ ପାଣିରେ ଯିବା ପାଇଁକି ପିଲାମାନେ ମଧ୍ୟ ସ୍କୁଲ ଯାଇପାରୁନାହାନ୍ତି। ଛୋଟ ଛୋଟ ପିଲା ଆମର ସେଠି 51 ଘର ରହୁଛି, 315-20 ପ୍ରାୟ ଲୋକ ରହୁଛନ୍ତି। ଏତେ ଲୋକ ଯିବା ଆସିବା କରିବା ପାଇଁ ଅସୁବିଧା ହେଉଥିବାରୁ ଆମେମାନେ ଆଜି ଯଦି କାହାର ଅସୁସ୍ଥ ହୁଏ କେମିତି ବି ମେଡ଼ିକାଲ ଯିବାକୁ ପାଇଁ ମଧ୍ୟ ପାଣିରେ ପଶିକି ଯିବାକୁ ପଡ଼ୁଛି। ପାଣିରେ ପଶିକି ଯିବାକୁ ପଡ଼ୁଛି, ଯେଉଁଥିପାଇଁ କି ହଇରାଣ ହେବାକୁ ପଡ଼ୁଛି। ସେଥିପାଇଁ ଆମେ ଆଜି ଗ୍ରାମବାସୀ ବୃନ୍ଦ ସବୁ MLA ସାର୍ଙ୍କ ପାଖକୁ ଆସିଥିଲୁ। ତାଙ୍କୁ ଅନୁରୋଧ କରିଛୁ ସେ ନିଜେ ଯିବେ, ଇନକ୍ୱାରି କରିବେ ବୋଲି କହିଛନ୍ତି। ଆଉ ସେ ରାସ୍ତାର ଡ୍ରେନ୍ କରିବେ, ରାସ୍ତା ମରାମତି କରିବା ପାଇଁକି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଆଉ ଆପଣଙ୍କର ବିଶ୍ୱାସ ଅଛି? ଆଜ୍ଞା, ଆମର ବହୁତ ବିଶ୍ୱାସ ଅଛି MLA ସାର୍ଙ୍କ ଉପରେ। ସେ ନିଶ୍ଚୟ କରିବେ, ଯେଉଁ କଥା କୁହନ୍ତି ତାକୁ ନିହାତି ସେ ପୂରଣ କରନ୍ତି। ଆମେ ଜାଣିଛୁ, ତେଣୁକରି ସେଠି ଭରସା ନେଇକି ତ ଆସିଛୁ ଏଠିକି। କାହିଁକି ଏତେ ବିଶ୍ୱାସ କରନ୍ତି? ସେ କରନ୍ତି ନା, ତାଙ୍କୁ ଆମେ ଜାଣିଛୁ, ଆଗରୁ ବି ଜାଣିଥିଲୁ, ଇଲେକ୍ସନ ପୂର୍ବରୁ ବି ଜାଣିଥିଲୁ, ଆଉ ଏବେ ବି ଜାଣୁଛୁ। ସେ ବହୁତ ଆସିଲା ଦିନଠାରୁ ବହୁତ କାମ କଲେଣି, ଯାହାକୁ କହିଛନ୍ତି ସବୁ କରିଛନ୍ତି। ଆମ ବିଶ୍ୱାସ ସେ ନିଶ୍ଚିନ୍ତ ଆମର ସେ ଅସୁବିଧାଟାକୁ ଦୂର କରିବେ। କେତେ ବର୍ଷ ଧରି ଏ ଗ୍ରାମର ସମସ୍ୟା ପଡ଼ି ରହିଛି? ହେଲାଣି ପ୍ରାୟ ଇଲେକ୍ସନ ପୂର୍ବରୁ 10 ବର୍ଷ ହେଲାଣି, ଏମିତି ହେଲାଣି। ଲୋକମା ଯାଇକରି ବର୍ଷାରେ ପାଣି ଜମିକି ରହୁଛି। ଆଉ ତ ଏ ବିଷୟରେ ବିଗତ ସରକାରରେ ଅଭିଯୋଗ କରିଥିଲେ? ଆଜ୍ଞା, ଜଣେଇଥିଲୁ, କିନ୍ତୁ ସେ କିଛି କରିନାହାନ୍ତି ଏପର୍ଯ୍ୟନ୍ତ, ଯାହା ପୂର୍ବରୁ ଥିଲା। ତାପରେ ଏବେ ଆସିଛୁ, ସାର୍ଙ୍କୁ କହିଛୁ, ଇଲେକ୍ସନ ବେଳେ ମଧ୍ୟ କହିଥିଲୁ, ସେ ପ୍ରତିଶ୍ରୁତି ଦେଇଥିଲେ। ଆଉ ବର୍ତ୍ତମାନ ଆସିଛୁ ଜଣେଇବା ପାଇଁ, ସେ ବି ପ୍ରତିଶ୍ରୁତି ଦେଲେ ନିଜେ ଯାଇ ଇନକ୍ୱାରି କରିବେ ଆଉ ତାର ସମାଧାନ କରିବେ। କେତେ ଖୁସି ଅଛନ୍ତି? ବହୁତ ଖୁସି ସାର୍।